2026 ମସିହାରେ ବୃଷ ରାଶିର ଭାଇ ଭଉଣୀମାନଙ୍କର ଡ୍ରାଇଭିଂ ଏବଂ ଟ୍ରାଭେଲ୍ କେମିତି ରହିବ ଖେଳକୁଦ ତାକୁ ଦେଖିବା। ଖେଳକୁଦ 2026 ମସିହାରେ ଶନିଙ୍କ ସ୍ଥିତି ଆପଣଙ୍କୁ ଧୈର୍ଯ୍ୟଶୀଳ ହେବାକୁ ଶିଖାଇବ। ଖେଳରେ ତୁରନ୍ତ ସଫଳତା ମିଳିବ। ଏକାଗ୍ରତା ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କାମର ଚାପ ପଡ଼ିବ କିମ୍ବା ମାନସିକ ଚିନ୍ତା ଯୋଗୁଁ ଖେଳରେ ଏକାଗ୍ରତା ବା ଅଭାବତା ରହିପାରେ, କିନ୍ତୁ ଏପ୍ରିଲ ପରଠାରୁ ଆପଣ ନିଜ କ୍ଷେତ୍ରରେ ଉନ୍ନତି କରିବେ। ସ୍ୱାସ୍ଥ୍ୟ ଖେଳିବା ସମୟରେ ନିଜର ଖାଦ୍ୟପେୟରେ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ପ୍ରକାରର ଆଘାତରୁ ବଞ୍ଚିବା ପାଇଁ ଖେଳ ପୂର୍ବରୁ ସଠିକ୍ ଭାବେ ୱାର୍ମ ଅପ୍ କରନ୍ତୁ। ଯଦି ନୂଆ ଗାଡ଼ି କିଣିବାକୁ ଚାହୁଁଛନ୍ତି ତାହେଲେ 135 ଗାଡ଼ି ନମ୍ବର କରନ୍ତୁ। ଡ୍ରାଇଭିଂ ଆଣ୍ଡ ଟ୍ରାଭେଲ୍ ଆମର ସାବଧାନତା ବର୍ଷର ଆରମ୍ଭରେ ଗ୍ରହମାନଙ୍କର ସ୍ଥିତି ଯୋଗୁଁ ଆତ୍ମବିଶ୍ୱାସରେ କିଛିଟା କମ୍ ଦେଖାଦେଇ ହୋଇପାରେ। ଏଇଟା ମୁଁ କରିବି, ଏଇଟା କରିପାରିବିନି, ଗାଡ଼ିଟା ଜୋରରେ ଚଲେଇବି, ଶିଖିପାରିବି ନାହିଁ, ନିଜର ଆତ୍ମବିଶ୍ୱାସ ଟିକେ କମ୍ ରହିବାର ଦେଖାଯାଉଛି। ଡ୍ରାଇଭିଂ କଲାବେଳେ ଅନ୍ୟମନସ୍କ ମୋଟେ ହୁଅନ୍ତୁ ନାହିଁ। ନୂଆ ଗାଡ଼ି ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଚାହୁଁଛନ୍ତି କିମ୍ବା ଡ୍ରାଇଭିଂ ଶିଖିବାକୁ ଚାହୁଁଛନ୍ତି ସେ ବର୍ଷର ଦ୍ୱିତୀୟାର୍ଦ୍ଧ ଅନୁକୂଳ ରହିବ। ଜୁନ୍ରୁ ଆମର ଡିସେମ୍ବର ମଧ୍ୟରେ। କାଗଜପତ୍ର ବର୍ଷ ସାରା ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରଖନ୍ତୁ। ଶନିଙ୍କ ପ୍ରଭାବ ଯୋଗୁଁ ସାମାନ୍ୟ ଅବହେଳା ଆପଣଙ୍କୁ ଅସୁବିଧାରେ ପକାଇବ। କାଗଜପତ୍ର ହେଇନି କରିବା ପଛରେ ଯିଆ ବଂଶ ଦେଖିବା କ'ଣ ହେଉଛି, ବାଟରେ ଧରା ପଡ଼ିବ। ଶନିଙ୍କର ପ୍ରଭାବ ଯୋଗୁଁ ଭଲ ପ୍ରଭାବ ଖରାପ ନୁହଁ, କିନ୍ତୁ ସାମାନ୍ୟ ପ୍ରଭାବ ଟିକେ ଦୋଷ ସନ୍ଗତିରେ ଯାଇନି। ତେଣୁ ଦୋଷ ତ୍ରୁଟି ନିବାରିବା ପାଇଁ ଗାଡ଼ିର କାଗଜପତ୍ର ସବୁବେଳେ ପାଇଁ ସଠିକ୍ ରଖନ୍ତୁ।